ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ। ବର୍ତ୍ତମାନ ସତ୍ୟାନ୍ୱେଷଣ ଗ୍ରନ୍ଥ ପାଠ କରିବେ ଆମର ଯୁଗଳ ଭାଇ ଶ୍ରୀଯୁକ୍ତ ଯୁଗଳ ଚରଣ ନାୟକ ସତ୍ୟାନ୍ୱେଷଣ ଗ୍ରନ୍ଥ ପାଠ କରିବେ। ଦାଦା ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ। ଜୟଗୁରୁ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁଚନ୍ଦ୍ରଙ୍କ ସ୍ୱହସ୍ତ ଲିଖିତ ପବିତ୍ର ସତ୍ୟାନ୍ୱେଷଣ ଗ୍ରନ୍ଥର ଓଡ଼ିଆ ଅନୁବାଦ ପାଠ। ଅର୍ଥ ମାନ ଯଶ ଇତ୍ୟାଦି ପାଇବା ଆଶାରେ ମୋତେ ଠାକୁର ସଜାଏ ଭକ୍ତ ହୁଅ ନାହିଁ। ସାବଧାନ ହୁଅ ଠକିଯିବ। ତୁମର ଠାକୁର ତ ଜାଗ୍ରତ ନହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି, ଠାକୁର ବି ନୁହନ୍ତି, ଫାଙ୍କି ଦେଲେ ତାହା ହିଁ ପାଇବ। ସତ୍ୟାନ୍ୱେଷଣ। ଅହଙ୍କାର ଯେତେ ଘନ ଅଜ୍ଞାନତା ସେତେ ବେଶୀ, ଆଉ ଅହଂ ଯେତେ ପତଳା ଜ୍ଞାନ ସେତେ ଉଜ୍ଜ୍ୱଳ। ସନ୍ଦେହ ଅବିଶ୍ୱାସର ଦୂତ, ଆଉ ଅବିଶ୍ୱାସ ହିଁ ଅଜ୍ଞାନତାର ଆଶ୍ରୟ। ସନ୍ଦେହ ଆସିଲେ ତତ୍କ୍ଷଣାତ୍ ତା ନିରାକରଣର ଚେଷ୍ଟା କର, ଆଉ ସତ୍ ଚିନ୍ତାରେ ନିମଗ୍ନ ହୁଅ। ଜ୍ଞାନର ଅଧିକାରୀ ହେବ ଆଉ ଆନନ୍ଦ ପାଇବ। ଅସତ୍ ଚିନ୍ତାରେ କୁଜ୍ଞାନ ବା ଅଜ୍ଞାନ ବା ମୋହ ଜନ୍ମେ, ତା ପରିହାର କର, ଦୁଃଖ ରକ୍ଷା ପାଇବ। ତୁମେ ଅସତରେ ଯେତିକି ଆସକ୍ତ ହେବ ସେତିକି ସ୍ୱାର୍ଥ ବୁଦ୍ଧି ସମ୍ପନ୍ନ ହେବ, ଆଉ ସେତିକି କୁଜ୍ଞାନ ବା ମୋହରେ ଆଚ୍ଛନ୍ନ ହୋଇପଡ଼ିବ, ଆଉ ରୋଗ ଶୋକ ଦାରିଦ୍ର୍ୟ ମୃତ୍ୟୁ ଇତ୍ୟାଦି ଯନ୍ତ୍ରଣା ତୁମ ଉପରେ ସେତିକି ଆଧିପତ୍ୟ କରିବ, ଏହା ନିଶ୍ଚୟ। ବନ୍ଦେ ପୁରୁଷୋତ୍ତମ। ଦାଦା ଜୟଗୁରୁ। ଜୟଗୁରୁ। ସତ୍ୟାନ୍ୱେଷଣ ଗ୍ରନ୍ଥ ପାଠ କଲେ ଆମର ସେମାନେ ଯୁଗଳ ଭାଇ ଶ୍ରୀଯୁକ୍ତ ଯୁଗଳ ଚରଣ ନାୟକ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା। ଜୟଗୁରୁ। ବର୍ତ୍ତମାନ ନାରୀନୀତି ଗ୍ରନ୍ଥ ପାଠ କରିବେ ଆମର ସଦ୍ୟ ପୁଷ୍ପଲତା ମା ଶ୍ରୀମତୀ ପୁଷ୍ପଲତା ପ୍ରଧାନ ନାରୀନୀତି ଗ୍ରନ୍ଥ ପାଠ କରିବେ। ଦାଦା ଜୟଗୁରୁ। ଜୟଗୁରୁ ମା ଜୟଗୁରୁ। ଅନଲାଇନରେ ଯୋଡି ହେଇଥିବା ସମସ୍ତ ଦାଦା ମା ଭାଇ ମାନଙ୍କୁ ମୋର ଆପଣ ଜୟଗୁରୁ ଜଣାଏ। ପରମ ପ୍ରେମମୟ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀମୁଖ ନିଃସୃତ ଓଡ଼ିଆ ଅନୁବାଦ ନାରୀନୀତି ଗ୍ରନ୍ଥ ପାଠ। ସେବାର ଅପଘାତ। ସାବଧାନ ଥାଅ, କାହାରିକି ଭଲ କରିବାକୁ ଯାଇ ଅନ୍ୟର ଭଲକୁ ବିଧ୍ୱସ୍ତ କର ନାହିଁ। ଜଣଙ୍କର ସୁଖ୍ୟାତି କରିବାକୁ ଯାଇ ଅନ୍ୟର ଅଖ୍ୟାତି କର ନାହିଁ। ଜଣଙ୍କର ସେବା କରିବାକୁ ଯାଇ ଅନ୍ୟ ପ୍ରତି ଦୃଷ୍ଟିହୀନ ହୁଅ ନାହିଁ। ସାଧାରଣତଃ ଏହା ହିଁ ଘଟିଥାଏ, ତୁମେ କିନ୍ତୁ ଏହା ପ୍ରତି ବିଶେଷ ନଜର ରଖ। ବାଣୀ ସଂଖ୍ୟା 36। ଦାଦା ଜୟଗୁରୁ। ସମସ୍ତଙ୍କୁ ଜୟଗୁରୁ। ଜୟଗୁରୁ। ନାରୀନୀତି ଗ୍ରନ୍ଥ ପାଠ କଲେ ଆମର ଶ୍ରଦ୍ଧେୟ ପୁଷ୍ପଲତା ମା ଶ୍ରୀମତୀ ପୁଷ୍ପଲତା ପ୍ରଧାନ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା। ଜୟଗୁରୁ ମା। ଜୟଗୁରୁ ଦାଦା। ବର୍ତ୍ତମାନ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ଆମର ସଦ୍ୟ ପ୍ରତାପ ଭାଇ ଶ୍ରୀଯୁକ୍ତ ପ୍ରତାପ କୁମାର ବେହେରା ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ। ଦାଦା ଜୟଗୁରୁ। ଜୟଗୁରୁ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶ୍ରୀମୁଖ ନିଃସୃତ ବାଣୀ ଗ୍ରନ୍ଥ ସ୍ୱାସ୍ଥ୍ୟ ଓ ସଦାଚାର ସୂତ୍ର ପାଠ କରୁଛି। ଉତ୍ସବ କର, ଶିଷ୍ଟାଚାରକୁ ବର୍ଜନ କର ନାହିଁ। ସ୍ୱାସ୍ଥ୍ୟ ବା ଅଭ୍ୟସ୍ତ ସଦାଚାରକୁ ଯଦି ଭାଙ୍ଗିବାକୁ ଆରମ୍ଭ କର, ତେବେ ଅଭ୍ୟାସ ବି ଭାଙ୍ଗିଯିବ। ଯାହା ସାଧୁଛ ତାହା ମଧ୍ୟ ନଷ୍ଟ ପାଇବ। ଅନୁଶାସିତ ବ୍ୟକ୍ତିତ୍ୱ ବିଧି ବିନୟନୀ ଧୃତିର ପ୍ରକଟ ମୂର୍ତ୍ତି। ଈଶ୍ୱର ହିଁ ବିଧାତା। ବାଣୀ ସଂଖ୍ୟା 43। ଦାଦା ଜୟଗୁରୁ। ସମସ୍ତଙ୍କୁ ଜୟଗୁରୁ। ଜୟଗୁରୁ। ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କଲେ ଆମର ସଦ୍ୟ ପ୍ରତାପ ଭାଇ ଶ୍ରୀଯୁକ୍ତ ପ୍ରତାପ କୁମାର ବେହେରା ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା। ଜୟଗୁରୁ। ବର୍ତ୍ତମାନ ଆମେ ଭଜନ ଆରମ୍ଭ କରିବା। ପ୍ରଥମ ଭଜନ ପରିବେଷଣ କରିବେ ଆମର ସଦ୍ୟ ରମେଶ ନାଥ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକ। ଦ୍ୱିତୀୟ ଭଜନ ପରିବେଷଣ କରିବେ ଆମର ସଦ୍ୟ କୁନା ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ବେହେରା। ତୃତୀୟ ଭଜନ ପରିବେଷଣ କରିବେ ଆମର ସଦ୍ୟ ବେଦମତୀ ମା ଶ୍ରୀମତୀ ବେଦମତୀ ସାହୁ। ଚତୁର୍ଥ ଭଜନ ପରିବେଷଣ କରିବେ ଆମର ସଦ୍ୟ ଲକ୍ଷ୍ମୀପ୍ରିୟା ମା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଜେନା। ଆଉ ପଞ୍ଚମ ଭଜନ ପରିବେଷଣ କରିବେ ଆମର ସଦ୍ୟ ସ୍ନିଗ୍ଧା ମା ଶ୍ରୀମତୀ ସ୍ନିଗ୍ଧା ଦାସ। ବର୍ତ୍ତମାନ ଅନୁରୋଧ କରୁଛୁ ଆମର ଇଷ୍ଟ କଣ୍ଠଶିଳ୍ପୀ ଆମର ସଦ୍ୟ ରମେଶ ନାଥ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକ ପ୍ରଥମ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟଗୁରୁ। ଶୁଭ ସକାଳର ପବିତ୍ର ଆଭାସୀ ସତ୍ସଙ୍ଗରେ ଯୋଗଯୁକ୍ତ ସମସ୍ତଙ୍କୁ ମୋର ଆନନ୍ଦିତ ଜୟଗୁରୁ ନିବେଦନ କରୁଛି। ଯଥାବିଧି ପ୍ରଣାମ ନିବେଦନ।
परम प्रेममय श्री श्री ठाकुरंकर विरचित एक बंगला भजन गाइबाक चेष्टा करुछि। विश्ववंदित गुरु गो তোমার চরণ করিয়া বন্দনা, আমার বিশ্ববন্দিত গুরু তোমার চরণ করিয়া বন্দনা, আমার বিশ্ববন্দিত গুরু তোমার চরণ করিয়া বন্দনা। কি অমৃত ধারা, কি অমৃত ধারা, কি অমৃত ধারা, কি অমৃত ধারা বহালে বিশ্বে, কি দিব তার তুলনা, তোমার চরণ করিয়া বন্দনা, আমার বিশ্ব বন্দিত গুরু তোমার চরণ করিয়া বন্দনা। জগত ভরিল তব নাম গানে, প্রেমের বন্যা বহাল ভুবনে, জগত ভরিল তব নাম গানে, প্রেমের বন্যা বহাল ভুবনে, নিখিল বিশ্ব জপলে আজকে, নিখিল বিশ্ব নিখিল বিশ্ব জপলে আজকে, তব শুধু করুণা, তোমার চরণ করিয়া বন্দনা, আমার বিশ্ব বন্দিত গুরু তোমার চরণ করিয়া বন্দনা। ঘেরিয়া তোমার মোহন মূরতি, স্তব্ধ হয়েছে বিশ্ব প্রকৃতি, ঘেরিয়া তোমার মোহন মূরতি,
স্তব্ধ হয়েছে বিশ্ব প্রকৃতি, স্থাবর জঙ্গম তোমার বিভূতি, স্থাবর জঙ্গম তোমার বিভূতি, নীরবে করিছে প্রার্থনা, তোমার চরণ করিয়া বন্দনা, আমার বিশ্ব বন্দিত গুরু, তোমার চরণ করিয়া বন্দনা। কত মনির খোঁজেছে তোমারে, কত দেব দেবী বুঝেছে তোমারে, কত মনির খোঁজেছে তোমারে, কত দেব দেবী পূজেছে তোমারে, আমি কি মন্ত্রে ডাকব তোমারে, আমি কি মন্ত্রে আমি কি মন্ত্রে ডাকব তোমারে, আমি কি মন্ত্রে ডাকব তোমারে, দাও গো তাহার মন্ত্রণা, তোমার চরণ করিয়া বন্দনা, আমার বিশ্ব বন্দিত গুরু, তোমার চরণ করিয়া বন্দনা। কি অমৃত ধারা, কি অমৃত ধারা, কি অমৃত ধারা, কি অমৃত ধারা বহালে বিষে, কি দেব তার তুলনা, তোমার চরণ করিয়া বন্দনা, তোমার চরণ করিয়া বন্দনা, তোমার চরণ করিয়া বন্দনা। জয় গুরু দাদা। ଜୟ ଗୁରୁ। ଖୁବ୍ ସୁନ୍ଦର ଭାବରେ ଆମର ବିଶ୍ୱକୋଣ ଶିଳ୍ପୀ ଆମର ସଦ୍ୟ ରମେଶ ନାଥ, ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକ ଖୁବ୍ ସୁନ୍ଦର ପରମ ପ୍ରେମ ଶ୍ରୀ ଠାକୁରଙ୍କର ବିରଚିତ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କ ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ ଦାଦା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଣୁକୋଣ ଶିଳ୍ପୀ ଆମର ସଦ୍ୟ କୁନା ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ବେହେରା ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ। ଜୟ ଗୁରୁ। অজনা পুলকে মর ভরি যায় মন, অজনা পুলকে মোর ভরি যায় মন, তুমি সর্বময় দেখি মোদি হই যা প্রভু, মোদি হই যায় আখি, তুম কথা মনে পড়ে যে মোদি হই যায় আখি, প্রভু হে
মোদি ହୋଇଯାଏ ଆଖି। ଅଜଣା ପୁଲକେ ମୋର ଭରିଯାଏ ମନ, ଅଜଣା ପୁଲକେ ମୋର ଭରିଯାଏ ମନ, তুমি সর্বময় দেখি মোদি ହୋଇଯାଏ আখি। প্রভু হে মোদি ହୋଇଯାଏ আখি। ଏ ଜୀବନି ଭରି ଅଛି ଯେତେକ ବେଦନା, ବିଦାରିତ ହୃଦୟ ଚିନ୍ତା ଅନବନ। ଏ ଜୀବନି ଭରି ଅଛି ଯେତେକ ବେଦନା, বিদারিত হৃদয় চিন্তা অনবন। লিভি যায় পুলকরে, লিভি যায় পুলকরে, তোমা স্মৃতি উঠে জাগিও মোদি ହୋଇଯାଏ আখি। প্রভু হে মোদি ହୋଇଯାଏ আখি। ତୁମ କଥା ମନେ ପଡେ ଯେତେବେଳେ ମୋର ମୋଦି ହୋଇଯାଏ ଆଖି। ପ୍ରଭୁ ହେ ମୋଦି ହୋଇଯାଏ ଆଖି। ଦୀପ୍ତିମୟ ରୂପ ତୁମ କମନୀୟ ହସ, ପ୍ରୀତିମୟ ଚାହାଣୀରେ ହୁଏ ମୁଁ ବିବଶ। ଦୀପ୍ତିମୟ ରୂପ ତୁମ କମନୀୟ ହସ, ପ୍ରୀତିମୟ ଚାହାଣୀରେ ହୁଏ ମୁଁ ବିବଶ। ସେ ମୋହନ ମୂରତିରେ, ସେ ମୋହନ ମୂରତିରେ ଆଖି ରହି ଯାଏ ଲାଖି মোদি ହୋଇଯାଏ ଆଖି। ପ୍ରଭୁ ହେ ମୋଦି ହୋଇଯାଏ ଆଖି। ତୁମ କଥା ମନେ ପଡେ ଯେତେବେଳେ ମୋର ମୋଦି ହୋଇଯାଏ ଆଖି। ପ୍ରଭୁ ହେ ମୋଦି ହୋଇଯାଏ ଆଖି। বিশাল তুম আসন ছোট হৃদয়, কিপরি বসিব প্রভু হুয়ে মোর ভয়। বিশাল তুম আসন ছোট হৃদয়, কিপরি বসিব প্রভু হুয়ে মোর ভয়। থাপিব দিনে পয়র, থাপিব দিনে পয়র, রখিছি সাত থাপি মোদি ହୋଇଯାଏ আখি। প্রভু মোদি ହୋଇଯାଏ আখি। তুম কথা মনে পড়ে যেতেବେଳେ ମୋର মোদি ହୋଇଯାଏ আখি। প্রভু হে মোদি ହୋଇଯାଏ আখি। অজনা পুলকে মোর ভরিযাଏ মন, অজনা পুলকে মোর ভরিযাଏ মন, তুমি সর্বময় দেখি মোদি ହୋଇଯାଏ আখি। প্রভু হে মোদি ହୋଇଯାଏ আখি। প্রভু হে মোদি ହୋଇଯାଏ আখি। জয় গুরু। ଜୟ ଗୁରୁ। খুব সুন্দর ভাবে আমার বিষ্ণু কণ্ঠশিল্পী আমার শ্রদ্ধা কন্যা শ্রীಯುತ ବିଶ୍ୱରଞ୍ଜନ ବେହେରା খুব ସୁନ୍ଦର ଭାବରେ ସ୍ୱରୂପ ପୂଜ୍ୟ ସରୋଜଦାଙ୍କର ବିରଚିତ ଦେଇ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶେଷ ଜଣେ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଣୁ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧା ବେଦମତୀ ମା ଶ୍ରୀମତୀ ବେଦମତୀ ସାହୁ। ପରବର୍ତ୍ତୀ ଭଜନ ପରିବେଷଣ। ଦାଦା ଜୟ ଗୁରୁ।
जय गुरु माँ जय गुरु। समस्त जय। तुम्हें प्रेम माया तुम्हें व्यवहारी तुम्हें दयाल ठाकुर तुम्हें दयाल ठाकुर तुम्हें दयामय तुम्हारी दया रे जगत हुए उद्धार तुम्हें प्रेम माया तुम्हें व्यवहारी तुम्हें दयाल ठाकुर तुम्हें दयाल ठाकुर तुम्हें दया माया तुम्हारी दया रे जगत हुए उद्धार तुम्हें प्रेम माया तुम्हें व्यवहारी तुम्हें दयाल ठाकुर तुम्हें दयाल ठाकुर कामिनी कांचन पछे ठाई ठाई जगत पड़िला ठगी जस हराई ए जगत गला ठगी कामिनी कांचन पछे ठाई ठाई ए जगत गला ठगी अर्थमान जस सबको हराई ए जगत गला ठगी ए जगत मते विकल प्राण रे प्रभु मते रक्षा कर तुम्हें प्रेम माया तुम्हें व्यवहारी तुम्हें दयाल ठाकुर जेते भंगा मन एई जगतर सेमाने भक्त तुमा अपराधी जगत हिले भी भावपुत्र कन्या सम जेते भंगा मन एई जगतर सेमाने भक्त तुमा बहु अपराधी जड़ित ଥିଲେ ବି ଭାବପୁତ୍ର କନ୍ୟା ଭୟ ଦେଇଛ ତୁମେ ବିଶ୍ୱରୂପକାର ତୁମେ ପ୍ରେମମୟ ତୁମେ ବ୍ୟଥାରେ ତୁମେ ଦୟାଲ ଠାକୁର ତୁମେ ଦୟାଲ ଠାକୁର ତୁମେ ଦୟାମୟ ତୁମରି ଦୟାରେ ଜଗତ ହୁଏ ଉଦ୍ଧାର ତୁମେ ପ୍ରେମମୟ ତୁମେ ବ୍ୟଥାରେ ତୁମେ ଦୟାଲ ଠାକୁର ତୁମେ ଦୟାଲ ଠାକୁର ତୁମେ ଦୟାଲ ଠାକୁର। ଦାଦା ଜୟ ଗୁରୁ। जय गुरु। ଦାଦା ଜୟ ଗୁରୁ। हाँ जय गुरु माँ जय गुरु। खूब सुंदर भाव सुमधुर कंठरे आम विष्णु कंठशिल्पी आम श्रद्धा वेदमती माँ श्रीमती वेदमती साहू खूब सुंदर भजन परिवेशन कले परिवार समस्त सार्विक मंगल ठाकुर को अशी चरण प्रार्थना। जय गुरु माँ जय गुरु। वर्तमान परवर्ती भजन परिवेशन करेंगे आम अन्यतम विष्णु कंठशिल्पी आम श्रद्धा लक्ष्मीप्रिया माँ श्रीमती लक्ष्मीप्रिया जेना परवर्ती भजन परिवेशन जय गुरु। जय गुरु। जय गुरु जय गुरु। भाव विनंदिया ठाकुर भावरे बंधा तुमर
ଭାବ ବିନଦିଆ ଠାକୁର ଭାବରେ ବନ୍ଧା ତୁମର ସେ ନାମରେ ମଜି ତୁମ ନାମ ଭଜି ଧନ୍ୟ ହୋଇଗଲା ଜୀବନ ମୋର ଭାବ ବିନଦିଆ ଠାକୁର ଭାବରେ ବନ୍ଧା ତୁମର ଭାବ ବିନଦିଆ ଠାକୁର ଭାବରେ ବନ୍ଧା ତୁମର ସେ ନାମରେ ମଜି ତୁମ ନାମ ଭଜି ସେ ନାମରେ ମଜି ତୁମ ନାମ ଭଜି ଧନ୍ୟ ହୋଇଗଲା ଜୀବନ ମୋର ଭାବ ବିନଦିଆ ଠାକୁର ଭାବରେ ବନ୍ଧା ତୁମର ଭାବ ବିନଦିଆ ଠାକୁର ଭାବରେ ବନ୍ଧା ତୁମର ଭକତି ନ ଜାଣି ମୁଁ ଭକତ ହେଲି ତୁମରି ଶକତିରେ ସବୁ ପାଇଲି ଏଛାର ଜୀବନକୁ ଅରପି ଦେଲି ଶ୍ରୀରଙ୍ଗା ଚରଣରେ ଶରଣ ଗଲି ଭକତି ନ ଜାଣି ମୁଁ ଭକତ ହେଲି ତୁମରି ଶକତିରେ ସବୁ ପାଇଲି ଏଛାର ଜୀବନକୁ ଅରପି ଦେଲି ଶ୍ରୀରଙ୍ଗା ଚରଣରେ ଶରଣ ଗଲି ରାଧା ରାଧା ନାମ ଗାଏ ସଦା ମନ ରାଧା ରାଧା ନାମ ଗାଏ ସଦା ମନ ମୁକତି ଦାସ ପ୍ରଭୁ ତୁମେ ମୋର ଭାବ ବିନଦିଆ ଠାକୁର ଭାବରେ ବନ୍ଧା ତୁମର ଭାବ ବିନଦିଆ ଠାକୁର ଭାବରେ ବନ୍ଧା ତୁମର କିଛି ଚାହେଁ ନାହିଁ ଆଉ ଏ ମନ ପାଇଛି ସବୁଠାରୁ ଅମୂଲ୍ୟ ଧନ ଯେତେ ଝଡ଼ ଆସୁ ଜୀବନେ ମୋର ଭୁଲିବି ନାହିଁ ପ୍ରଭୁ ନାମ ତୁମର କିଛି ଚାହେଁ ନାହିଁ ଆଉ ଏ ମନ ପାଇଛି ସବୁଠାରୁ ଅମୂଲ୍ୟ ଧନ ଯେତେ ଝଡ଼ ଆସୁ ଜୀବନେ ମୋର ଭୁଲିବି ନାହିଁ ପ୍ରଭୁ ନାମ ତୁମର ସାଥୀ ତୁମେ ମୋର ସବୁ ଜନମର ସାଥୀ ତୁମେ ମୋର ସବୁ ଜନମର ଦୟାଲ ଠାକୁର ତୁମେ ଦୟା ଅପାର ଭାବ ବିନଦିଆ ଠାକୁର ଭାବରେ ବନ୍ଧା ତୁମର ଭାବ ବିନଦିଆ ଠାକୁର ଭାବରେ ବନ୍ଧା ତୁମର ସବୁରି ଆଶାରେ ମୋ ତୁମେ ଭରସା ତୁମରି ନାମ ମୋର ହୋଇଲା ନିଶା ପରାଣ ପୁଲକ ମୋ ଜଗାଇ ମନେ ଭକତି କୁସୁମ ମୋ ଘେନ ଚରଣେ ସବୁରି ଆଶାରେ ମୋ ତୁମେ ଭରସା ତୁମରି ନାମ ମୋର ହୋଇଲା ନିଶା ପରାଣ ପୁଲକ ମୋ ଜଗାଇ ମନେ ଭକତି କୁସୁମ ମୋ ଘେନ ଚରଣେ ହେ ଚିର ସୁନ୍ଦର ଦରଦି ଠାକୁର ହେ ଚିର ସୁନ୍ଦର ଦରଦି ଠାକୁର ପ୍ରଣିପାତ କରି ଘେନ ମୋର
ଭାବ ବିନୋଦିଆ ଠାକୁର ଭାବରେ ବନ୍ଧା ତୁମର। ଭାବ ବିନୋଦିଆ ଠାକୁର ଭାବରେ ବନ୍ଧା ତୁମର। ସେ ନାମରେ ମଜି ତୁମ ନାମ ଭଜି, ସେ ନାମରେ ମଜି ତୁମ ନାମ ଭଜି, ଧନ୍ୟ ହୋଇଗଲା ଜୀବନ ମୋର। ଭାବ ବିନୋଦିଆ ଠାକୁର ଭାବରେ ବନ୍ଧା ତୁମର। ଭାବ ବିନୋଦିଆ ଠାକୁର ଭାବରେ ବନ୍ଧା ତୁମର। ଭାବ ବିନୋଦିଆ ଠାକୁର ଭାବରେ ବନ୍ଧା ତୁମର। ଜୟ ଗୁରୁ ଭାଇ। ଜୟ ଗୁରୁ। খুব সুন্দর সমুদ্র কণ্ঠরে আমার বিষ্ট কণ্ঠশিল্পী আমার শ্রদ্ধা লক্ষ্মীপ্রিয়া মা শ্রীমতী লক্ষ্মীপ্রিয়া জେନା খুব সুন্দর ভজন পরিবেশন কলে। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶେଷ ଜଣେ ପ୍ରାର୍ଥନା। ଜୟ ଗୁରୁ ମା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଶନ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧା ସ୍ନିଗ୍ଧା ମା ଶ୍ରୀମତୀ ସ୍ନିଗ୍ଧା ଦାସ ପରବର୍ତ୍ତୀ ଭଜନ ପରିବେଶନ। ଜୟ ଗୁରୁ ଦାଦା। ଜୟ ଗୁରୁ ମା। ଜୟ ଗୁରୁ। ଆକାଶରେ ବାତାସରେ ସୁମନର ସୁବାସରେ, ଆକାଶରେ ବାତାସରେ ସୁମନର ସୁବାସରେ
जय गुरु दादा। जय गुरु। खूब सुंदर मधुर सुललित कंठरे आम विष्ट कंठशिल्पी श्रद्धा स्निग्धा माँ श्रीमती स्निग्धा दास खूब सुंदर भाव भजन परिवेशन कले परिवार समस्त सार्विक मंगल ठाकुर से प्रार्थना। जय गुरु। जय गुरु दादा। जय गुरु। वर्तमान कीर्तन परिवेशन करबा हमर श्रद्धेय प्रभाकर भाई ठाकुर पवित्र पंजाधर कर्मी शुद्ध प्रभाकर साहू एवं तांकर सहयोगी माने कीर्तन परिवेशन करिवे। जय गुरु। जय गुरु। ऑनलाइन समस्त भाई और मामन को जय गुरु प्रणाम जनाए। मो सहित होले भाई दिलीप भाई सम्मान्य वेदन कुमार सहयोग करने आछंती कीर्तन में परिवेशन करू। शून्य पात्र पूर्ण कला धन्य हेला जीवन शून्य पात्र पूर्ण कला धन्य हेला जीवन विश्वासी ईश्वरी विश्वासी ईश्वरी हेला
ଜୟ ଗୁରୁ। ଖୁବ ସୁନ୍ଦର ଭାବରେ ଆମର ଶ୍ରଦ୍ଧା ପ୍ରଭାକର ଭାଇ ଠାକୁରଙ୍କର ପବିତ୍ର ପାଞ୍ଜାଧାରୀ କର୍ମୀ ଶ୍ରୀଯୁକ୍ତ ପ୍ରଭାକର ସାହୁ ଏବଂ ତାଙ୍କର ସହଯୋଗୀ ଆମର ଅନ୍ୟତମ ଠାକୁରଙ୍କର ପବିତ୍ର ପାଞ୍ଜାଧାରୀ କର୍ମୀ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ସାହୁ ଏବଂ ଆମର ଅନ୍ୟତମ ପାଞ୍ଜାଧାରୀ କର୍ମୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁ ଏବଂ ବେଦମତୀ ମା ଆଉ ତାଙ୍କର ପରିବାର ସବୁ ମିଳିତ ଭାବରେ ଆମର ଭୀମ ଭାଇ ଭୀମସେନ ବେହେରା ମିଳିତ ଭାବରେ ଖୁବ ସୁନ୍ଦର ଭାବରେ
ଏ କୀର୍ତ୍ତନ ସବୁ ପରିବେଷଣ କଲେ ସ୍ୱର୍ଗତ ପୂଜ୍ୟ ନକୁଳ ତାଙ୍କର ବିରଚିତ କୀର୍ତ୍ତନ ଆଉ ପ୍ରଭାକର ଭାଇ ତାଙ୍କ ପରିବାର, ରବି ଭାଇ ତାଙ୍କ ପରିବାର, ଦିଲ୍ଲୀପ ଭାଇ ତାଙ୍କ ପରିବାର, ଭୀମ ଭାଇ ତାଙ୍କ ପରିବାର ସମସ୍ତଙ୍କର ସର୍ବତ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା। ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ ଜୟଗୁରୁ ଜୟଗୁରୁ। ପ୍ରତିଦିନ ପ୍ରାତଃ ସମୟରେ ଚାନ୍ଦୋଳ ସତ୍ସଙ୍ଗ ବିହାର ଅନୁକୂଳରେ ଏହି ସତ୍ସଙ୍ଗ ଆଉ ଆଜିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ଶ୍ରଦ୍ଧା ପ୍ରସନ୍ନ ବାବୁ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବେହେରା IPS ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣରେ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧେୟ ସୁଧାମୟ ବାବୁ ଶ୍ରୀଯୁକ୍ତ ସୁଧାମୟ ସିଂ, ଆମର ସମ୍ମାନୀୟ ସିଂ ଦାସ ଶ୍ରୀଯୁକ୍ତ ସିଦ୍ଧେଶ୍ୱର ସିଂଙ୍କର ସୁପୁତ୍ର ଆଉ ସେଇ ସୁଧାମଙ୍କର ସର୍ବଦ ମଙ୍ଗଳ ପାଇଁ ପ୍ରାର୍ଥନା ଜଣାଇବା ସହିତ ଆଉ ସିଂଦା ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣରେ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସଦ୍ୟ ହେମାଙ୍ଗିନୀ ମା ଶ୍ରୀମତୀ ହେମାଙ୍ଗିନୀ ପାତ୍ର, ଆମର ସମ୍ମାନୀୟ କଣ୍ଡୁରୀ ଭାଇ ଠାକୁରଙ୍କର ପବିତ୍ର ପାଞ୍ଜାଧାରୀ କର୍ମୀ ଶ୍ରୀଯୁକ୍ତ ପଣ୍ଡିତ ଚରଣ ପ୍ରଧାନ। ସେ ନିଜେ ସମସ୍ତେ ଜାଣିଛନ୍ତି ଗୋଟେ ଦୁର୍ଘଟଣାର ସମ୍ମୁଖୀନ ହୋଇ ସୁନ୍ଦରଗଡ଼ରେ ସେ ହାଇଡ୍ରୋଜେନ ବେଲୁନ ଫାଟିକି ସେ ଦୁର୍ଘଟଣାର ସମ୍ମୁଖୀନ ହେଇଥିଲେ ଆଉ ବର୍ତ୍ତମାନ ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ଆଉ ସେ ଉପଲକ୍ଷେ ତାଙ୍କର ଧର୍ମପତ୍ନୀ ଆମର ସଦ୍ୟ ହେମାଙ୍ଗିନୀ ମା ଶ୍ରୀମତୀ ହେମାଙ୍ଗିନୀ ପାତ୍ର ସତ୍ସଙ୍ଗ ନିବେଦନ କରିଛନ୍ତି। କଣ୍ଡୁରୀ ଭାଇଙ୍କର ଆଶୁ ଆରୋଗ୍ୟ କାମନାର୍ଥେ ଆମେ ଠାକୁରଙ୍କ ସେଇ ଚରଣରେ ପ୍ରାର୍ଥନା ଜଣାଇବା ସହିତ ଆଉ ତାଙ୍କ ପରିବାର ସମସ୍ତଙ୍କର ସର୍ବଦ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣରେ ପ୍ରାର୍ଥନା। ପ୍ରତିଦିନ ଭଳି ଆମର ସତ୍ସଙ୍ଗରେ ଅନେକ ପୂଜ୍ୟ ରୀତିକ ଅଧ୍ୟକ୍ଷ ଯାଜ ଗୁରୁ ଭାଇମାନେ ମା ମାନେ ଯୋଗଦାନ କରିଛନ୍ତି। ପ୍ରତିଦିନ ଭଳି ଆମର ଠାକୁରଙ୍କ ସପ୍ରତିନିଧି ପୂଜ୍ୟ ସର୍ବଶ୍ରୀ ବିଜୟଭୂଷଣ ମିଶ୍ର, ବିଚିତାନନ୍ଦ ଆଚାର୍ଯ୍ୟ, ବ୍ରଜବନ୍ଧୁ ବେହେରା, ଡକ୍ଟର ନଗେନ୍ଦ୍ରନାଥ ସ୍ୱାଇଁ, ଡକ୍ଟର ସୀତାକାନ୍ତ ଦାସ, ଡକ୍ଟର ସୁମନ୍ତ କୁମାର ମିଶ୍ର, ଡକ୍ଟର ପବିତ୍ର କୁମାର ମେକପ, ଡକ୍ଟର ପଞ୍ଚନ ମିଶ୍ର, ଦିବାକର ସ୍ୱାଇଁ, ଇଞ୍ଜିନିୟର କାଶୀନାଥ ତ୍ରିପାଠୀ, ଇଞ୍ଜିନିୟର କିରଣ ସାହୁ, ଇଞ୍ଜିନିୟର ସଚିଦାନନ୍ଦ ମଲ୍ଲିକ, ଇଞ୍ଜିନିୟର ଶଶାଙ୍କ ଶେଖର ବେହେରା, ଇଞ୍ଜିନିୟର ଶରତ କୁମାର ଦାସ, ଇଞ୍ଜିନିୟର ଯୁବରାଜ ପ୍ରସାଦ, ଜଗଦୀଶ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ବେହେରା, ମୁକୁନ୍ଦ ପ୍ରସାଦ ସେନାପତି, ମାନ୍ତା ସାହୁ, ନିମୟ ଚରଣ ଦାସ, ଜେନା, ପ୍ରଶାନ୍ତ କୁମାର ସିଂ, ଶ୍ରମ ମାଣିକ, ରମେଶ ଚନ୍ଦ୍ର ନାୟକ, ରଘୁନାଥ ବସ୍ତିଆ, ରଜନୀକାନ୍ତ ପଣ୍ଡା, ରବୀନ୍ଦ୍ରନାଥ ପ୍ରଧାନ, ଚନ୍ଦ୍ର କୁମାର ଷଡ଼ଙ୍ଗୀ, ସୁଭାଷ ଚନ୍ଦ୍ର ଦାସ, ତାରାକାନ୍ତ ବେହେରା, ପ୍ରଫେସର ହୃଦୟରଞ୍ଜନ ତ୍ରିପାଠୀ, ପ୍ରଫେସର ଉଗ୍ରସେନ ଲେଙ୍କା ଏଭଳି ଅନେକ ପୂଜ୍ୟ ରୀତି ମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ବି ଆଉ ଯଦି କିଏ ଯୋଗ ଦେଇଥିବେ ହୁଏତ ମୁଁ ଦେଖିନଥାଇପାରେ। ଆମ ପାଖରେ ଦାଦା ଆପଣ ନାଁଟା କହିସାରିଛି, ଆପଣ କହିସାରିଛି ଆମର ପୂଜ୍ୟ ପାର୍ଶ୍ୱଦା ଆଉ ସବୁ ଯୋଗ ଦେଇଛନ୍ତି। ପରବର୍ତ୍ତୀରେ ଆଉ ଯଦି କିଏ ଯୋଗ ଦେଇଥିବେ ଦେଖି ମୁଁ ହୁଏତ ଦେଖିନଥାଇପାରେ। ଆଉ ଆମ ପାଖରେ ଠାକୁରଙ୍କ କଥା ତୋଳି ଧରିବେ ଆମର ସାମାନ୍ୟ ନରେନ୍ଦା ଠାକୁରଙ୍କ ସହ ପ୍ରତିନିଧି ନରେନ୍ଦ୍ର ମୋହନ ନାୟକ, ଜଣେ ବିଜ୍ଞ ବ୍ୟକ୍ତିତ୍ୱ, ଜଣେ ସୁଭକ୍ତା, ଜଣେ ବିଶିଷ୍ଟ ଶିକ୍ଷାବିତ୍। ଅନେକ ଥର ଆମେ ତାଙ୍କଠାରୁ ଠାକୁରଙ୍କ କଥା ଶୁଣି ଆସିଛେ ଆଉ ଆଜି ସେ ଆମର ଅନୁରୋଧ ରକ୍ଷା କରି ଆମ ପାଖରେ ଅଛନ୍ତି। ଠାକୁରଙ୍କ କଥା ତୋଳି ଧରିବେ, ତାଙ୍କୁ ଅନୁରୋଧ କରିବା ଶ୍ରୀଯୁକ୍ତ ନରେନ୍ଦ୍ର ମୋହନ ନାୟକ ଠାକୁରଙ୍କ ସହ ପ୍ରତିନିଧି। ଜୟ ଗୁରୁ ଦାଦା। ଜୟ ଗୁରୁ। ଜୟ ଗୁରୁ ଆଜ୍ଞା। गुरुर् ब्रह्मा गुरुर्विष्णु गुरुर्देव महेश्वर गुरुरेव परं ब्रह्म तस्मै श्री गुरवे नमः। परमाराध्य श्री श्री बर्मा, परम पूज्यपाद श्री श्री बरदा, परम पूज्यपाद श्री श्री दादा, परम पूज्यपाद श्री श्री आचार्य देव एवं ठाकुर परिवार समस्त श्रीचरण तले मोर अनंत अनंत कोटि प्रणाम निवेदन करुच्ची। आज चांदोल सत्संग विहार आभासी सत्संग परिचालक सम्माननीय प्रिय पूज्य देवेंद्र भाई एवं तांकर सहयोगी संजीव भाई एवं जोड़ी होइथिबा समस्त कर्मी मंडली भक्त मंडली को मोर यथायोग्य प्रणाम श्रद्धा एवं प्रीतिभरा जयगुरु निवेदन करुच्ची। प्रत्यक्ष भावे जो माने सहयोग करी अंशग्रहण करी सत्संग को सर्वांग सुंदर करिसेंती यथा सुकांती माँ, सुभाष भाई, जुगल भाई, पुष्पलता माँ, प्रताप भाई, रमेश भाई, विश्वरंजन भाई, वेदमती माँ, लक्ष्मीप्रिया माँ, स्निग्धा माँ, प्रभाकर भाई, शेष अच्छा सुभाष भाई एम समस्त सर्वविध कल्याण ठाकुर पद पंकज प्रार्थना करुच्ची। सत्संग देइचंती प्रसन्न कुमार बेहेरा भाई, सुधामय भाई
ଏବଂ ହେମାଙ୍ଗିନୀ ମା ଏମାନଙ୍କର ସର୍ବବିଧ କଲ୍ୟାଣ କାମନା କରୁଛି। କଣ୍ଡୁରୀ ଭାଇଙ୍କର ସୁସ୍ଥତା କାମନା କରି ତାଙ୍କର ସହଧର୍ମିଣୀ ହେମାଙ୍ଗିନୀ ମା ସତ୍ସଙ୍ଗ ପ୍ରଦାନ କରିଛନ୍ତି। କଣ୍ଡୁରୀ ଭାଇଙ୍କର ଆଶୁ ଆରୋଗ୍ୟ ପାଇଁ ଠାକୁରଙ୍କ ପଦ ପଙ୍କଜରେ ପ୍ରାର୍ଥନା କରୁଛି। ମୁଁ ଶୁଣିନଥିଲି, ଆଜି ଜାଣିଲି। ତାଙ୍କ ସହିତ ମୋର ବହୁତ ଦିନର ସମ୍ପର୍କ। ଯାହା ବି ହଉ, ଏମିତି ତ କେତେବେଳେ କାହାର କ'ଣ ହବ କିଛି କହିହେବନି। ସେଇ କଣ୍ଡୁରୀ ଭାଇଙ୍କର ଆଶୁ ଆରୋଗ୍ୟ ପାଇଁ ପୁଣି ଥରେ ପ୍ରାର୍ଥନା କରୁଛି ଠାକୁରଙ୍କର ପଦାପଙ୍କଜରେ। ଯାଉ, ବର୍ତ୍ତମାନ ତ ଉତ୍ସବର ସମୟ, ଚାରିଆଡ଼େ ଉତ୍ସବ, ଆଞ୍ଚଳିକ ଉତ୍ସବ, ଜିଲ୍ଲାସ୍ତରୀୟ ଉତ୍ସବ ଖୁବ୍ ଧୁମଧାମରେ ହେଉଛି। ଚଲାର ସାଥିର 304 ନମ୍ବର ବାଣୀରେ ଠାକୁରଙ୍କର କୁହାଥିଲା, ଯେ ପ୍ରଚେଷ୍ଟା ଡାକରେ ଜନସାଧାରଣ ଉତ୍ଫୁଲ୍ଲ ଆନନ୍ଦର ସହିତ ଜ୍ଞାନରେ ସମୃଦ୍ଧ ହୋଇ ନିଜକୁ ପ୍ରାଣନରେ, ବ୍ୟାପନରେ ଓ ବର୍ଦ୍ଧନରେ ନିୟନ୍ତ୍ରିତ କରିପାରନ୍ତି, ଏପରି ମଙ୍ଗଳପ୍ରସୂ ଅଭିସମାଗମକୁ ହିଁ ଉତ୍ସବ କୁହାଯାଏ। ଅତଏବ ସେଦିନ ସତ୍ସଙ୍ଗର ସାଧାରଣ ସମ୍ପାଦକ ପ୍ରତିନିଧିକ ପରମ ଶ୍ରଦ୍ଧେୟ ବିନାୟକ ଭାଇ କହୁଥାନ୍ତି ଯେ ଉତ୍ସବକୁ ଯାଇ ମଣିଷ ଆନନ୍ଦ ନେଇକି ଯେମିତି ଫେରେ, ଉତ୍ଫୁଲ୍ଲ ହେଇ ଆନନ୍ଦ ନେଇକି ଯେମିତି ଫେରେ, ଆନନ୍ଦ ପାଇକି ଯେମିତି ଫେରେ ସିଏ, ଏବଂ ସେ ଯାହା ଦେଖିବ, ଯାହା ଶୁଣିବ, ସେ ଜ୍ଞାନରେ ଯେମିତି ସମୃଦ୍ଧ ହବ, ସେ ଯେମିତି ଅନେକ କଥା ଜାଣିବ। ଜନସାଧାରଣ ସମସ୍ତେ, ଦୀକ୍ଷିତ ଅଦୀକ୍ଷିତ ନିର୍ବିଶେଷରେ ସମସ୍ତେ ଯେମିତି କିଛି ଜାଣିବେ। କାହା ବିଷୟରେ ଜାଣିବେ? ଠାକୁରଙ୍କ ବିଷୟରେ ଯେମିତି ଜାଣିବେ। ବ୍ୟକ୍ତିଗତ ଭାବେ ମୁଁ ଅନୁଭବ କରୁଛି, ସତେ ଯେମିତି ୟା ପ୍ରତି ଟିକେ କମ୍ ଗୁରୁତ୍ୱ ଦିଆଯାଉଛି। କ୍ଷମା କରିବେ ମୋତେ। ଲୋକ କିଛି ଜାଣିକି ଯେମିତି ଆସିବ, ଏବଂ ସେ ତା ଦ୍ୱାରା ହବ କ'ଣ ନା, ପ୍ରାଣରେ, ବ୍ୟାପନରେ ଓ ବର୍ଦ୍ଧନରେ ନିୟନ୍ତ୍ରିତ ନିଜକୁ ସେ କରିବ। ଯେମିତି ସେ ଯେମିତି କିଛି ପ୍ରାଣ ପାଇବ। ଆଜି କାହାରି ପ୍ରାଣ ନିୟନ୍ତ୍ରିତ ନୁହେଁ। ଆଜି ଖବରକାଗଜ ମୁଁ ପଢ଼ି ନାହିଁ, ସମାଜଟା ନିଏ। ଏବେ ତ ଭୁବନେଶ୍ୱରରେ ରହୁଛି। ଗତକାଲି ଖବରକାଗଜରେ ପ୍ରାୟ 10-12ଟା ନ୍ୟୁଜ୍, କୋଉଠି କିଏ କାହାକୁ ହାଣିଲା, କାହାକୁ ମାରିଲା, କିଏ ମଦ ପିଇକି ତାଣ୍ଡବ ଲୀଳା କଲା, କୋଉ ଛୋଟ ପିଲା, ହାଇସ୍କୁଲର ଛାତ୍ର ଅରିଜିନାଲ ବନ୍ଧୁକ ବ୍ୟାଗରେ ରଖିଲା, କାହାକୁ କିଏ କ'ଣ କଲା। ଏଇସବୁ ନେଗେଟିଭ ନ୍ୟୁଜ୍ ବହୁତ ଘଟୁଛି, କିନ୍ତୁ କମ୍ ବାହାରୁଛି ଖବରକାଗଜ ମାନଙ୍କରେ ବା ଟିଭି ଇତ୍ୟାଦିରେ। ଅତଏବ ମଣିଷ ନିଜକୁ ନିୟନ୍ତ୍ରିତ କରିପାରୁନାହିଁ। ଏଇ ଉତ୍ସବ ଗୁଡ଼ାକର ଉଦ୍ଦେଶ୍ୟ ହେଉଛି ସେୟା, ପ୍ରାଣନରେ, ବ୍ୟାପନରେ ଓ ବର୍ଦ୍ଧନରେ ଯେମିତି ମଣିଷ ନିୟନ୍ତ୍ରିତ କରିପାରିବ। କିଛି ଜାଣିଲେ ସିନା ସେ ନିୟନ୍ତ୍ରିତ କରିବ, କିଛି ଜାଣିଲେ ସିନା ନିୟନ୍ତ୍ରିତ କରିବ, ତାର ଯାଇକି ମଙ୍ଗଳ ହବ। এই ପ୍ରକାର ମଙ୍ଗଳପ୍ରସୂ ଅଭିସମାଗମକୁ ହିଁ ଉତ୍ସବ କୁହାଯାଏ। ଠାକୁର ଆଉ ଗୋଟେ ଜାଗାରେ କହିଛନ୍ତି, ଶ୍ରେୟ ସୃଜନୀ ସଂଗତି ସମାବେଶ। ମ୍ୟାନ୍ ଇଜ୍ ଏ ପୋଟେନ୍ସିଆଲ ଡିଭାଇନ୍। ବିବେକାନନ୍ଦଙ୍କ ଭାଷାରେ ମଣିଷ ଭିତରେ ଅନନ୍ତ ଶକ୍ତିର ସମ୍ଭାବନା ଅଛି। ତା ଭିତରେ ଯେଉଁ ଅନନ୍ତ ଶକ୍ତିର ସମ୍ଭାବନା ଅଛି, সেই ଶକ୍ତି ଗୁଡ଼ାକର ସୁପ୍ରିମ ମ୍ୟାନିଫେଷ୍ଟେସନ ଶ୍ରେୟ ସୃଜନୀ, ବେଷ୍ଟ ୟୁଟିଲିଟି, ତାର সেই লুকায়িত শক্তি, তার সেই অন্তর্নিহিত ঐশ্বরিক শক্তির সুপ্রিম সৃজনী, যেটা
ସେଇଟା ସୃଷ୍ଟି ହବ ଏଇ ଉତ୍ସବ ମାନଙ୍କରେ। ଠାକୁର କହୁଛନ୍ତି ଯେତେବେଳେ ପରସ୍ପରକୁ ଭେଟିବେ, ସେ ଭେଟିବା ମାଧ୍ୟମରେ ଯୋଉ ଆନନ୍ଦ ପାଇବେ ସେମାନେ, ତା ଭିତରେ ଯୋଉ ସଂହତି ସୃଷ୍ଟି ହବ, ଯୋଉ ସଂଗତି ସୃଷ୍ଟି ହବ, ତାରି ଭିତରେ ତାଙ୍କ ଭିତରେ ଯୋଉ ସବୁ ଅନନ୍ତ ଶକ୍ତି ଅଛି, ଅନନ୍ତ ଭଲ ଗୁଣ ଗୁଡ଼ିକ ସବୁ ଅଛି, ଶ୍ରେୟ ସୃଜନୀ ଶ୍ରେଷ୍ଠ ଗୁଣ ଗୁଡାକର ସୃଷ୍ଟି ହବ ତାଙ୍କ ଭିତରେ। ସେଗୁଡାକ ସେ ନିଜ ଜୀବନର ବର୍ଦ୍ଧନରେ ଲଗେଇବ ଆଣିକିରି, ନିଜ ପ୍ରାଣର ବ୍ୟାପନରେ ଲଗେଇବ ସେ ଆଣିକିରି। ଦାଦା ଦିନେ କହୁଥିଲେ ପରା, ଉତ୍ସବ ବୋଲେ ଥାଏ ভজন ভজন যাজন দীক্ষা অবাধ চলে থাকে। অতএব এই যে উৎসব, ঠাকুর উৎসব অক্টোবর মাস উৎসব সরি যাইছি, কৌশি এক বর্ষরে অক্টোবর মাসের উৎসব সরি যাইছি, ସମସ୍ତେ ଚାଲି ଯାଉଛନ୍ତି ଠାକୁରଙ୍କ ପାଖରୁ ପରମିଶନ ନେଇକରି। ଠାକୁରଙ୍କର ମୁହଁ ଶୁଖି ଯାଇଥାଏ ସେତେବେଳେ, ଯେତେବେଳେ ଲୋକମାନେ ତାଙ୍କ ପାଖରୁ ଚାଲି ଯାଆନ୍ତି। ମଣିଷ କାଙ୍ଗାଳ ନା ସେ, ଏବଂ ପଚାରୁଛନ୍ତି ୟାର ପରେ ଉତ୍ସବ କବେରେ, ୟାର ପରେ ଉତ୍ସବ କବେରେ। ସମସ୍ତେ କହୁଛନ୍ତି ଠାକୁର ଅକ୍ଟୋବର ପରେ ରୀତି কনফারেন্স হব ডিসেম্বরে, না তার মাঝখানে একটা উৎসব করা যায় না? এই যে বর্ষকার জন্মদিন আছে না, সেই সময় একটা উৎসব করা যায় না? সবাই এক 100 টাকা দিলে খুব ভালো হয়। উৎসবে কত যাও রে তোমরা? না ঠাকুর মিনিমাম কোটা 200 টাকা। না এই বর্ষকার জন্মদিবস জন্মদিনের বেলায় একটা উৎসব করা যায় না? সেজন্য 100 টাকা তোমরা দিতে পারবে না? গোটে কোটা ফিক্স হয়ে গলা শ্রী শ্রী বর্দাঙ্কর জন্মদিবস পাই, জন্ম উৎসব পাই নভেম্বর মাসে 100 টাকা লেখা কর্মী মানकर গোটে কোটা ফিক্স হয়ে গলা। ঠাকুরଙ୍କର এই পদে কথারে ଠାକୁର ବାରମ୍ବାର ଚାହୁଁଛନ୍ତି ଉତ୍ସବ। ମଣିଷ ଲୋକ ଆସୁ, ଲୋକ ତାଙ୍କ ପାଖକୁ। ମଣିଷ କାଙ୍ଗାଳ ସିଏ, ଚାହିଁଥାନ୍ତି ଷ୍ଟିମର ଘାଟକୁ। ଯୋଉଦିନ କେହି ଆସନ୍ତି ନାହିଁ, ଠାକୁର ଦୀର୍ଘ ନିଶ୍ୱାସ ଛାଡ଼ିକି କହନ୍ତି ଆଜকে আমার দিনটা বেকার হয়ে গেল। সে মଣିଷ ଚାହାନ୍ତି, ମଣିଷ କାଙ୍ଗାଳ ସିଏ। ଠାକୁରଙ୍କ ପାଖକୁ ଯୋଉମାନେ ଆସନ୍ତି, ଶ୍ରୀ ଶ୍ରୀ ବରଦା, ଶ୍ରୀ ଶ୍ରୀ ଦାଦା, ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ, ଠାକୁରଙ୍କ ପରିବାରର ଅନେକଙ୍କ ପାଖକୁ ଯୋଉମାନେ ଆସନ୍ତି, ସେମାନଙ୍କ ନଖ ଦର୍ପଣରେ ପ୍ରତ୍ୟେକଟି ମଣିଷର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଭାସି ଉଠେ। ତାକୁ ନେଇକି ସେମାନେ ଚିନ୍ତା କରିଥାନ୍ତି। ଦିନେ ଶ୍ରୀ ଶ୍ରୀ ବରଦା ରାଙ୍ଗାମାଙ୍କୁ ପଚାରିଥିଲେ ଯେ ତୁମେ ଠାକୁରଙ୍କୁ ପ୍ରଣାମ କଲା ବେଳେ କଣ ନିବେଦନ କର, କଣ ତୁମେ କୁହ? ରାଙ୍ଗାମା କହିଥିଲେ ତମେ ସୁସ୍ଥ ରୁହ ଆଗେ, ତମ ସୁସ୍ଥତା ମୁଁ ଆଗେ କାମନା କରେ। ନା ତୁମେ ବହୁତ ସ୍ୱାର୍ଥପର, କିନ୍ତୁ ମୁଁ କଣ ପ୍ରାର୍ଥନା କରେ ଜାଣ ନା କଣ? ନା ପୃଥିବୀର ସମସ୍ତ ଜୀବଜନ୍ତୁ, କୀଟ ପତଙ୍ଗ ଯେମିତି ଖୁବ ଭଲରେ ରହନ୍ତି। ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ସେଇ କଥା କହିଥିଲେ ପୁରୀରେ ଶ୍ରୀ ଶ୍ରୀ ବରଦା। ଜାନକୀ ପଟ୍ଟନାୟକ ଯେତେବେଳେ ପଚାରିଥିଲେ, ସବୁ ଜାଣିଛନ୍ତି ଆପଣ, ଆମେ ସବୁ ଜାଣିଛୁ, କଣ କରାଯାଇପାରିବ? ଗଛଲତା, ଜୀବଜନ୍ତୁ କଥା ସେ କହିଥିଲେ। ଜାନକୀ ପଟ୍ଟନାୟକ ତା ପରେ ପରେ ଆସି ରାସ୍ତା କଡ଼ରେ ଗଛ ଲଗେଇବା ଆରମ୍ଭ କରିଥିଲେ। ଠାକୁର ସମସ୍ତଙ୍କ କଥା ଚିନ୍ତା କରିଛନ୍ତି। ବିଶେଷ କରି এই যে ମଣିଷ ଆଜି କିଛି ଜାଣିପାରୁନାହିଁ,
যেটা এই উৎসবর লক্ষ্য জ্ঞাନରେ সমৃদ্ধ হয়েকি নিজকে প্রাণরে ব্যাপନରେ বর্ধନରେ নিয়ন্ত্রিত করে পারু নাহান্তি এই উৎসবর লক্ষ্য হচ্ছে সেয়া আমি আগুরু গোটে এই মাইক্রে বিভিন্ন প্রকারର ସବୁ କ୍ୟାସେଟ୍ ବାଜେ ସିନେମା ଗୀତ ବାଜେ ଭଜନ ବି ବାଜେ ଆହୁରି କେତେ ମଜାଳିଆ ସବୁ ଗୀତ ଗୁଡ଼ାକ ବାଜେ ଆମେ ଶୁଣୁ ପିଲାଦିନେ ଆମେ ଶୁଣିଥିଲୁ ସେଠି ଗୋଟେ ଭଜନ ଥିଲା ଗୋଟେ ଗୀତ ଥିଲା ହାଇରେ ଫୁଲ ଗଛ କାଇଁ ମରି ଗଲୁ ତତେ କିଏ ଦେଲା ରେ ମାରି ମତେ ଗାଈ ଦେଲା ରେ ଖାଇ ହଇରେ ଗାଈ ତୁ କାଇଁ ଦେଲୁ ଖାଇ ମୋର ଫୁଲ ଗଛ ଗଲା ମରି ମତେ ଗଉଡ଼ ଜଗିଲା ନାହିଁ ହଇରେ ଗଉଡ଼ ତୁ କାଇଁ ଜଗିଲୁନି ମୋର ଫୁଲ ଗଛ ଗଲା ମରି ମତେ ସାନ୍ତାଣୀ ଭାତ ଦେଲା ନାହିଁ ହଇଲୋ ସାନ୍ତାଣୀ ତୋର ଲାଗି ମୋର ଏ ଫୁଲ ଗଛ ଗଲା ମରି ନା ମୋର ପୁଅ କାନ୍ଦିଲା କାହିଁ ପାଇଁ ହଇରେ ପୁଅ ତୁ କାହିଁ କାନ୍ଦିଲୁ ମୋର ଫୁଲ ଗଛ ଗଲା ମରି ନା ମତେ ଜନ୍ଦା ଦେଲା ରେ କାମୁଡ଼ି ହଇରେ ଜନ୍ଦା ତୁ କାହିଁ କାମୁଡ଼ିଲୁ ମୋର ଫୁଲ ଗଛ ଗଲା ମରି ନା ମୁଁ ଭୁଇଁ ତଳେ ତଳେ ଥାଇ କଅଁଳ ମାଉସ ଟିକିଏ ପାଇଲେ ରୁଟ୍ କିନା କାମୁଡ଼ି ଦିଏ ଫୁଲ ଗଛଟା କାହିଁକି ମଲା ତା ମୂଳ କାରଣଟା ହେଉଛି ପୁଅକୁ ଜନ୍ଦା କାମୁଡ଼ିଲା ଯଦି କେହି ପ୍ରଶ୍ନ କରେ ତୁମ ଘର ସାମ୍ନାରେ ଫୁଲ ଗଛ ଗୋଟେ ଥିଲା କାହିଁକି ମରିଗଲା ମୁଁ ଯଦି ଉତ୍ତର ଦେବି ମୋ ପୁଅକୁ ଜନ୍ଦା କାମୁଡ଼ିଲା ବୋଲି ଫୁଲ ଗଛଟା ମରିଗଲା ସେ ମୋତେ ପାଗଲ କହିବ ଶ୍ରୀ ଠାକୁର କିନ୍ତୁ କହିଲେ ବିଶ୍ୱର ମୂଳ କାରଣକୁ ଜାଣିବା ହେଉଛି ଧର୍ମ ଆଉ ସେଇ ଆଡ଼କୁ ଅନୁରକ୍ତି ହେଉଛି ଭକ୍ତି ଆଉ ଭକ୍ତିର ତାରତମ୍ୟ ଅନୁସାରେ ଜ୍ଞାନର ମଧ୍ୟ ତାରତମ୍ୟ ବିଶ୍ୱର ମୂଳ କାରଣକୁ ଜାଣିବା ହେଉଛି ଧର୍ମ ଧର୍ମର ଉଦ୍ଦେଶ୍ୟ ହେଉଛି ମଣିଷ ପ୍ରାଣନରେ ବ୍ୟାପନରେ ବର୍ଦ୍ଧନରେ ନିୟନ୍ତ୍ରିତ ନିଜକୁ କରିବ ବାସ୍ତବରେ ଜାଗା ଲାଗେ ତାଇନି এই ধর্ম জাগে অতএব ঠাকুরଙ୍କ কথা ଜଣେ ଜାଣିବ ଜାଣିକି ଏସବୁ ସେ କରିବ ସେ ମୂଳ କାରଣଟା କ'ଣ ମୂଳ କାରଣ ହେଉଛି ଯେ ଠାକୁର ଦିନେ କହୁଥାନ୍ତି ମଣିଷକୁ ଭଲ କରିବା ଅପେକ୍ଷା ଭଲ ମଣିଷକୁ ଜନ୍ମ ଦିଆଯାଏ ଦେଶପତି ଚିତ୍ତରଞ୍ଜନ ଦାସ ଠାକୁର ଦିନେ କହିଥିଲେ জগতের কল্যাণের জন্য বহু শুদ্ধ আত্মার প্রয়োজন জন্ম নেওয়ার মতন ঠাঁই পাচ্ছে না দ্বারে দ্বারে করাঘাত করে বেড়াচ্ছে যেখানে নিষ্ঠা নেই সদাচার নেই সংযম নেই বিহিত সুসংস্কার নেই সেখানে তো তারা আসতে পারে না বিবাহ ঠিক করন্তু এবং সুনিয়ন্ত্রিত দাম্পত্য জীবন বিষয়ে সেমানকু কহন্তু তারপরে 20-25 বর্ষ পরে যে পিলামানে সব আসিবে সেমানকর গর্ভরু সেইমানকু নেই দেশ কাম করিবে স্বাধীনতা সংগ্রাম করিবে যে কথা বিবেক এ কথা শুনি যে কথা সুভাষ বোসକୁ ବି ମଧ୍ୟ କୁହାଯାଇଥିଲା ଏ କଥା ଶୁଣିକି ସେମାନେ କହିଥିଲେ ଲଙ୍ଗ ଟର୍ମ ପ୍ରୋସେସ ଠାକୁର ଧୈର୍ଯ୍ୟ ନାହିଁ ଆଉ ନା କାହା ହାତରେ ସ୍ୱାଧୀନତା ଛାଡ଼ି ଦେଇଯିବେ ଗୋଟେ ମଣିଷ ପରେ ଆପଣ ନିଜେ କହୁଛନ୍ତି ଆପଣ ଛାଡ଼ିକି ରହିପାରୁନାହାନ୍ତି ଗୋଟେ ମଣିଷକୁ ପାଉନାହାନ୍ତି ଆପଣଙ୍କର ସବଷ୍ଟିଚ୍ୟୁଟ୍ ହିସାବରେ ଯିଏ ସମ୍ଭାଳିବ ସେ ଆପଣଙ୍କର ସଂସ୍ଥାକୁ ଗୋଟେ ମଣିଷ ତିଆରି କରିବାକୁ ପଡ଼ିବ ବିବାହ ଠିକ୍ କରିବା ପାଇଁ ପଡ଼ିବ ଆମେ ଏଗୁଡ଼ାକ ସବୁ ଜାଣିପାରୁନେ ଶିକ୍ଷା ଦୀକ୍ଷା ବିବାହ ଏ ଯେଉଁ ମଣିଷ ଜାଣିକି ସିଏ ପ୍ରାଣରେ ବ୍ୟାପନରେ ବର୍ଦ୍ଧନରେ ନିୟନ୍ତ୍ରିତ କରିବ କେମିତି ବିବାହ ବିଷୟରେ ଜାଣିଲେ ସିନା ହେବ ଶିକ୍ଷା ବିଷୟରେ ଜାଣିଲେ ସିନା ହେବ দীক্ষা বিষয়ে জানলে সিনা হব দীক্ষা নিয়ে শিক্ষা ধরিস আগে যে দীক্ষা তারপরে শিক্ষা তারপরে বিবাহ একথা লোক জানলে সিনা হব জানিব এই উৎসব মাধ্যমে যা প্রতি টিকে কম গুরুত্ব হয়তো দিয়া যাচ্ছে বর্তমান পাই বর্তমানর এই উৎসব গুড়াকরে মু যা দেখুছি যা ফিল করুছি সেটা কহুছি মতে ক্ষমা করে দেবে অতএব এই বিবাহ উপরে অনেকে জানিবা শুনিবা ঠাকুরଙ୍କୁ জানিথিবা অনেক ভাই মানক ঘরে পিলামানে বিবাহ যোগী পিলামানে অনুলোম বিবাহ প্রতিলোম বিবাহ বিষয়ে জানুনাহাନ୍ତି জানিবা উচিত
ସେମାନେ କେମିତି ଜାଣିବେ ତାର ବନ୍ଦୋବସ୍ତ କରିବା ଉଚିତ ବାପା ମା ମାନେ। ପ୍ରତିଲୋମ ଠାରୁ ମହାପାପ ଆଉ ପୃଥିବୀରେ କିଛି ବି ନାହିଁ। ଠାକୁର କହୁଛନ୍ତି ତୁମର ଯଦି କାହା ସହିତ ଗୋଟେ ଶତ୍ରୁତା ଥାଏ ଆଉ ତାର ଯଦି ଏକାନ୍ତ ପ୍ରତିଶୋଧ ତୁମେ ନେବା ପାଇଁ ଚାହୁଁଛ, ଠାକୁର କହୁଛନ୍ତି ତୁମେ ତା ବଂଶରେ ଗୋଟେ ପ୍ରତିଲୋମ ଢୁକେଇ ଦିଅ, ତା ବଂଶରେ ଗୋଟେ ପ୍ରତିଲୋମ ଢୁକେଇ ଦିଅ, ଦେଖିବ 14 ବର୍ଷ ପର୍ଯ୍ୟନ୍ତ ସେ ଜଳୁଥିବ। କେତେ ବିରାଟ କଥା। ଆଗରୁ ଋଷିମାନେ ପ୍ରତିଲୋମ ବିବାହର ସମାଧାନ ପାଇଁ ରକ୍ତ ଦେଖିବା ପାଇଁ ମଧ୍ୟ ପଛେଇ ନଥିଲେ। ସ୍ୱାମୀ ସ୍ତ୍ରୀକୁ ସମ୍ପୂର୍ଣ୍ଣ ଭାବେ ଅଲଗା ରଖିବା ପାଇଁ ମଧ୍ୟ ପଛଉ ନଥିଲେ। এই ପ୍ରତିଲୋମ ବିଷୟ କଥା ପ୍ରତ୍ୟେକଟି ପୁଅ ଝିଅ ଯେଉଁମାନଙ୍କର ବିବାହ ବୟସ ହେଇଗଲାଣି ସେମାନେ ଜାଣିନେବା ଉଚିତ। କଳ୍ପନା ଜଗତରେ ଯେମିତି ଆସିବ ନାହିଁ। ସେ ରଜା ପୁଅଟା କ'ଣ ତା ନାଁରେ ଯାଇଛି ଶିକାର କରିବା ପାଇଁ ଜଙ୍ଗଲକୁ, ଦେଖିଛି ଗୋଟେ ଝିଅ, ଖୁବ ସୁନ୍ଦର ଝିଅ, ତାର ସଖୀମାନଙ୍କ ମେଳରେ ସେ ମଧ୍ୟ ବୁଲିବା ପାଇଁ ଆସିଛି। ଯେତେବେଳେ ପୁଅ ତାକୁ ଦେଖିଛି ତା ପ୍ରତି ତାର ୱିକନେସ୍ ସୃଷ୍ଟି ହେଇଛି, ଦୁର୍ବଳତା ସୃଷ୍ଟି ହେଇଛି। ମନେ ମନେ ଭାବି ଦେଇଛି ତାକୁ ବାହା ହୁଅନ୍ତି କି। এই ମା ତା ନାଁଟା କ'ଣ? ତାକୁ ବାହା ହୁଅନ୍ତି କି? ଦୁଷ୍ମନ୍ତ। ଏବଂ ସେ ଝିଅ ପାଖକୁ ଯାଇଛି, ତା ସଖୀମାନଙ୍କୁ ପଚାରିଛି ସେ ଝିଅ କିଏ ରେ? ନା ତାଙ୍କ ନାମ ଶକୁନ୍ତଳା। ତାଙ୍କ ବାପା କିଏ? ଦୁଷ୍ମନ୍ତ ପଚାରିଛି। ନା କର୍ଣ୍ଣମୁନି ହେଉଛି ତାଙ୍କ ବାପା। ନା କର୍ଣ୍ଣମୁନି? ଚିତ୍କାର କରିଛି ଦୁଷ୍ମନ୍ତ। କର୍ଣ୍ଣମୁନି? ପୂଜନୀୟ କର୍ଣ୍ଣମୁନି ତାଙ୍କ ବାପା? ଅଲ୍ ରାଇଟ୍। ନା ଅଲ୍ ରାଇଟ୍ ବୋଲି କାହିଁକି କହୁଛି ଏ ଲୋକଟା, ଏ ଟୁକାଟା? ଠିକ ଅଛି ବୋଲି କାହିଁକି କହୁଛି? ଏକଦମ ଡେମା ଆଖି କାଢିକିରି ଦ୍ରୁତ ଗତିରେ ପଛକୁ ଫେରିକି ଚାଲି ଯାଉଛି। ଶକୁନ୍ତଳା ସାଙ୍ଗେ ସାଙ୍ଗେ ତାକୁ ଅଟକାଉଛି। ଏଇ ସଖୀମାନଙ୍କୁ ପଠେଇ ଯାଇ ସେ ଟୁକାକୁ ଅଟକାବେ। ଠିକ ଅଛି ବୋଲି କହିକି ଚାଲି ଯାଉଛି କାହିଁକି? ଦୌଡ଼ି ଯାଇକିରି ସଖୀମାନେ ତାକୁ ଅଟକେଇଛନ୍ତି। ଆଜ୍ଞା ଆପଣ ଚାଲି ଯାଉଛନ୍ତି କାହିଁକି? ଠିକ ଅଛି ବୋଲି କହିକି ତାଙ୍କ ବାପାଙ୍କ ନାମ ଶୁଣିକି ଆପଣ ଏତେ ଦୂର ଚିତ୍କାର କରିକି ଚାଲି ଯାଉଛନ୍ତି କାହିଁକି? ନା କାହିଁକି ଯାଉଛି ତୁମର ଜାଣିବା ଦରକାର ନାହିଁ। ନା ଆମର ଜାଣିବା ଦରକାର, ତମକୁ ଛାଡ଼ିବାନି। ନା ମୁଁ ଯାଉଛି ଆତ୍ମହତ୍ୟା କରିବି। ନା କାହିଁକି ଆତ୍ମହତ୍ୟା କରିବ? ନା କର୍ଣ୍ଣମୁନି ହେଉଛନ୍ତି ବ୍ରାହ୍ମଣ ବିପ୍ର, ମୁଁ ହେଉଛି କ୍ଷତ୍ରିୟ। ଗୋଟେ ବିପ୍ର ଝିଅ ପ୍ରତି ମୋର ଦୁର୍ବଳତା ସୃଷ୍ଟି ହେଲା କାହିଁକି? ପ୍ରତିଲୋମ ମାନସିକତା ସୃଷ୍ଟି ହେଲା କ'ଣ ପାଇଁ? ଅର୍ଥାତ୍ ଆଇ ଏମ୍ ନଟ୍ ଏ ଗୁଡ୍ ବୟ, ମୁଁ ଆତ୍ମହତ୍ୟା କରିବି। ଶକୁନ୍ତଳା ସାଙ୍ଗେ ସାଙ୍ଗେ କହୁଛି ଏବେ ସେ ଟୁକାକୁ କୁହ ସେ କିଛି ସମୟ ଅପେକ୍ଷା କରୁ, ମୁଁ ଯାଇକି ମୋ ପିତୃଦେବଙ୍କୁ ଏ କଥା ଜଣାଇ ସାରିବା ପରେ। ଶକୁନ୍ତଳା ଆସିଛି, କର୍ଣ୍ଣମୁନିକୁ ତାଙ୍କ ପିତୃଦେବଙ୍କ ପାଖରେ ପ୍ରଣାମ କରିକି କହିଛି ବାବା ଏଇ ପ୍ରକାର ଘଟଣା ଘଟିଲା। ସେ ଟୁକା ମୋ ପ୍ରତି ଦୁର୍ବଳତା ସୃଷ୍ଟି ହେବା ମତେ ଦେଖିକିରି ସେ କ୍ଷତ୍ରିୟ ପିଲା ସିଏ, ଏବଂ ଯେତେବେଳେ ଜାଣିଲା ଆପଣ ବିପ୍ର, ମୁଁ ବିପ୍ର କନ୍ୟା, ସେ ପଳେଇ ଯାଇକି କହୁଛି ଆତ୍ମହତ୍ୟା କରିବ ବୋଲି। କାରଣ ଗୋଟେ ବିପ୍ର କନ୍ୟା ପ୍ରତି ତାର ଦୁର୍ବଳତା କାହିଁ ସୃଷ୍ଟି ହେଲା? ନା ଯାହା ତାକୁ କହିବୁ ତୁ ବିପ୍ର କନ୍ୟା, ତୁ ମୋ ଝିଅ ନହୁଁ, ତୁ ହଉଛୁ କ୍ଷତ୍ରିୟ ଝିଅ, ତୁ ବିଶ୍ୱାମିତ୍ର ଝିଅ, ମୁଁ ତୋତେ ପାଇ ଆଣିକିରି ପାଳିଥିଲି। ପ୍ରକୃତରେ ତୁ ବିପ୍ର କନ୍ୟା ନୁହେଁ, ତୁ ହଉଛି କ୍ଷତ୍ରିୟ କନ୍ୟା। একথা କହିଲା ପରେ ଦୁଷ୍ମନ୍ତ ସହିତ ତାର ମିଳନ ହେଇଛି, ବାହାଘର ହେଇଛି। ଅତ ବିପ୍ର ପ୍ରତିଲୋମ ଚିନ୍ତା ଯଦି କାହାରି ମନରେ ସୃଷ୍ଟି ହୁଏ, ସେ ପୁଅ ହଉ ବା ଝିଅ ହଉ, ସେ ମଧ୍ୟ କମ୍ ପାପ ନୁହେଁ। ଆଉ ବିବାହ ତାପରେ ପିଲା ଆମେ ଜାଣି ଏ କଥା ଗୁଡାକ ସବୁ ଜାଣିବା ଦରକାର। ପ୍ରତ୍ୟେକଟି ପୁଅ ଝିଅ ଏ କଥା ଜାଣିବା ଦରକାର। যদি জানিবে তাহলে ପ୍ରତିଲୋମ ଖାଲି ବିପ୍ର କ୍ଷେତ୍ର ବୈଶ୍ୟ ଶୂଦ୍ର ତ ପ୍ରତିଲୋମ ନୁହେଁ। ଗୋଟେ ଚାଳ ଘରର ପୁଅ, ଗରିବ ଘରର ପୁଅଟା IAS ପାଇଯାଇଛି,
ତିନି ମହଲା କୋଠା ଘରେ 4 ମହଲା 5 ମହଲା କୋଠା ଘରର ଗୋଟେ ଝିଅ ସାଙ୍ଗେ ତାର ବାହାଘର ଯଦି ହୁଏ ସେ ମଧ୍ୟ ସୂକ୍ଷ୍ମ ପ୍ରତିଲୋମ। ଉଚ୍ଚ ଆଭିଜାତ୍ୟ ସମ୍ପନ୍ନ ଝିଅ ଯଦି ନିମ୍ନ ଆଭିଜାତ୍ୟ ସମ୍ପନ୍ନ ପୁଅକୁ ବିବାହ କରେ ସେ ମଧ୍ୟ ପ୍ରତିଲୋମ। ଏଗୁଡ଼ା ସବୁ ଜାଣିବା ଦରକାର ସମସ୍ତେ, ବିଶେଷ କରି ପିଲାମାନେ ଜାଣିବା ଦରକାର। ଜାଣିବେ କେଉଁଠୁ? ଏଇ ଉତ୍ସବରୁ। ଠାକୁର ଯେ କଥା କହିଛନ୍ତି ତୋଲାର ସାଥିରେ 304 ନମ୍ବର ବାଣୀରେ, ଏଇ ଉତ୍ସବ ଦ୍ୱାରା ତାହା ସାର୍ଥକ ହବ। এই যে କାଲି ଶୁଣିଲି ମୁଁ ପରଦିନ ଯେ ଅନେକଙ୍କୁ ଠାକୁରଙ୍କର ଦୀକ୍ଷା ଦିଆଯାଉଛି। ଯେକୌଣସି ଦୀକ୍ଷା ଯିଏ ଦୀକ୍ଷା ନେଲେ ମଧ୍ୟ ସେ ଠାକୁରଙ୍କର ଦୀକ୍ଷା ନେଇପାରିବ ସିଏ। ତା ପ୍ରଥମ ଗୁରୁଙ୍କୁ ସେ ଛାଡ଼ିବ ନାହିଁ, ଛାଡ଼ିବା ଦରକାର ନାହିଁ ସେ ପ୍ରଥମ ଗୁରୁଙ୍କୁ। ତାଙ୍କ କଥା ସେ କରିବ, ସବୁ କାମ ସେ କରିବ। କଲା ପରେ ଠାକୁରଙ୍କର ଇଷ୍ଟବୁଦ୍ଧିଟା କରିବ, ନାମଟା କରିବ, ବାପା ମାଆଙ୍କୁ ପ୍ରଣାମଟା କରିବ। ଯଦି ଏଗୁଡ଼ାକ ତାର ପୂର୍ବ ଗୁରୁ କହିଛନ୍ତି ତାହେଲେ ବହୁତ ଭଲ କଥା। ହାଉଜରମାନଙ୍କୁ ଦିନେ ଠାକୁର କହିଥିଲେ, ହାଉଜରମାନ ଦାଦାଙ୍କୁ ଆମେରିକାର ଭକ୍ତ, ଆମେରିକାର ଋତିକ ହାଉଜରମାନ ଦାଦାଙ୍କୁ ଠାକୁର କହିଥିଲେ, ଆଲୋଚନା ପ୍ରସଙ୍ଗ 7ମ ଖଣ୍ଡରେ ଅଛି ଯେ ତୁମର ସବୁ କରୁଛ, ଖ୍ରୀଷ୍ଟିଆନ ମାନେ ସମସ୍ତ ସବୁ କାମ କରୁଛନ୍ତି, ଧର୍ମ ପ୍ରଚାର କରୁଛନ୍ତି, ଖ୍ରାଇଷ୍ଟକୁ ଏଷ୍ଟାବ୍ଲିଶ କରୁଛନ୍ତି, ବହୁତ ବଢିଆ କଥା। କିନ୍ତୁ ଗୋଟେ କାମ ଯେଟା କରୁଛନ୍ତି ଚାରିଆଡ଼େ ବୁଲିକିରି ଦେଶ ଦେଶାନ୍ତର ବୁଲିକିରି ଯୋଉ କାମଟା କରୁଛନ୍ତି ସେଟା ମତେ ପସନ୍ଦ ହଉନି। ଆଉ ସେ କାମଟା କରିବା ପାଇଁ ବାଇବେଲରେ ମଧ୍ୟ ଲେଖା ନାହିଁ। ବାଇବେଲ ସେ କାମଟା ମଧ୍ୟ ମହାପାପ ମହାଭୁଲ। ନା ଠାକୁର କଣ ନା ଖୋଜ, ବାଇବେଲରେ ଲେଖା ଅଛି, ଓ scribes and Pharisees, those of you traverse across lands and seas to make a single proselyte, make him a son of Gehenna, twice as bad as yourselves. এই যে ধর্মান্তরীকরণ, এইটা হচ্ছে মহাপাপ মহাভুল। খোঁজ বাইবেলরে ଅଛି, বাইবেলরে বাহারিলা এই কথা। অতএব আমার যে ঠাকুরଙ୍କର দীক্ষা দিয়াযাଉଛି এটা ধর্মান্তরীকরণ নুহে, কিছু কথা আমি জানি নৌছে। ঠাকুর কাহাକୁ বাদ দেই নাহাନ୍ତି। ଶ୍ୟାମାପଦ ମୁଖାର୍ଜୀ ଯେତେବେଳେ ଆସିକି ଠାକୁରଙ୍କ ପାଖରେ ନିବେଦନ କଲେ, ଆମେ ସବୁ ଜାଣିଛୁ ଆଜ୍ଞା ଏଇ କଥା, ମାଗରେ ମାମୁଁ ଘରର ଗପ ସବୁ, ଯେ ଠାକୁର ଆପଣମାନେ ଆସିକି ମୋର ଏଇ ଯୋଉ ନୂଆ ଦଳ ମୁଁ ଗଢ଼ିଛି ବିଶ୍ୱ ହିନ୍ଦୁ ପରିଷଦ, ଏ ହିନ୍ଦୁ ମହାସଭା, ସେଇଥିରେ ସାମିଲ ହେଇଗଲେ ଆପଣଙ୍କର ଦୀକ୍ଷା ବି ବଢ଼ିବ ଆଉ ଆମର ସ୍ୱାଧୀନତା ବି ଶୀଘ୍ର ଆସିଯିବ। ଠାକୁର କହିଲେ ମୁଁ ଚିନ୍ତା କରିବି, କିନ୍ତୁ ଗୋଟେ କାମ ଆଗେ କର। ନା କଣ? ଶ୍ୟାମାପଦ ମୁଖାର୍ଜୀ କହିଥିଲେ ଠାକୁର ଯେ ତମ ସଂସ୍ଥାର ନାମଟା ବଦଳେଇ ଦିଅ, ହିନ୍ଦୁ ମହାସଭା ଜାଗାରେ ଆର୍ଯ୍ୟ ମହାସଭା କର, ମୁସଲମାନ ମାନଙ୍କୁ ସେଥିରେ ମେମ୍ବର କର, ମୁସଲମାନ ମାନେ ମଧ୍ୟ ଆର୍ଯ୍ୟ, ଆଉ ଖାଲି ହିନ୍ଦୁ ମାନଙ୍କୁ ନେଇକି ମାତିବ, ଯୋଉଥିପାଇଁ ଆଜି ବାଂଲାଦେଶର ଦଙ୍ଗା, ଚାରିଆଡେ ଦଙ୍ଗା। সেই কথা ଠାକୁର କହିଥିଲେ ଶ୍ୟାମାପଦ ମୁଖାର୍ଜୀଙ୍କୁ। ଆପଣ ଯାହାର ପୁଅ ରୟାଲ ବେଙ୍ଗଲ ଟାଇଗର ଆଶୁତୋଷ ମୁଖାର୍ଜୀଙ୍କର ପୁଅ, ଅଦା ପାଣି ପିଇକି ଲାଗିଯାଆନ୍ତୁ, ଅଦା ପାଣି ପିଇକି ଲାଗିଯାଆନ୍ତୁ। ନା ଠାକୁର ପଇସା ପତ୍ର ବହୁତ ଦରକାର, ସେଠୁ ହିନ୍ଦୁ ମାନଙ୍କୁ ଆଣିକି ଏଠି ରଖାଯିବ, ଏଠୁ ମୁସଲମାନ ମାନଙ୍କୁ ନେଇକି ସେଠି ରଖାଯିବ, ବହୁତ ପଇସା। ନା ପଇସା ଅଭାବ ନାହିଁ, ବହୁତ ଜମିଦାର ଅଛନ୍ତି, ବହୁତ ଧନୀ ଲୋକ ଅଛନ୍ତି। ସତ୍ସଙ୍ଗ ତରଫରୁ ବହୁ ବିଶିଷ୍ଟ କର୍ମୀମାନେ ତାଙ୍କ ପାଖକୁ ବାରମ୍ବାର ଯାଇଥିଲେ, ସେ କିନ୍ତୁ ଗୁରୁତ୍ୱ ଦେଇନଥିଲେ। ତାପରେ ଯେତେବେଳେ ନଈପାଣି କହୁଣିକୁ ବହିଗଲା, ବହୁତ ଦୁଃଖ ପ୍ରକାଶ ସେ କରିଥିଲେ। ଶ୍ରୀ ଶ୍ରୀ ଠାକୁର ଯାହା କହିଛନ୍ତି ସେ କଥା ଗୁଡାକ ଆଉ କେହି ବି ଆଜି ପର୍ଯ୍ୟନ୍ତ କହିନାହାନ୍ତି। ଆମେ ବହୁତ ଭାଗ୍ୟବାନ। କିନ୍ତୁ ଦୁଃଖ ଏବଂ ଦୁର୍ଭାଗ୍ୟର କଥା, ଏସବୁ କଥା ବିଶିଷ୍ଟ ଲୋକମାନଙ୍କ ପାଖରେ ଆମେ ପହଞ୍ଚେଇ ପାରିନୁ ଆଜି ପର୍ଯ୍ୟନ୍ତ। ବାରମ୍ବାର এই কথাটা মনକୁ ମୋର ଆସେ
विशिष्ट लोक मान पाखे आम एक कथा पहुंचे पारिना जो मान माध्यम रे ठाकुर शिक्षा पद्धति ठाकुर फिलोसफी अनुसार लिखित कविता एवं क्षुद्र गल्प स्कूल कॉलेज मानक पाठ्यपुस्तक मानक स्थान पाइब से भली सेक्रेटरी आईएएस ऑफिसर मंत्री एमएलए एम पाखे एपर्यंत पहुंचा जाई पारुना। बहु कविता बहु गीत बहु भजन सत्संग जगत विशिष्ट कवि लेखक मान लिखि सारे नहीं पाखे पहुँचेबा पड़ो शिक्षा पद्धति नहीं पहुँचाई पड़ो विशिष्ट विशिष्ट लोक मान पाखे पहुँचेबा पड़ो जहाँ संभव होउछि उत्सव मानक उत्सव निमंत्रण कर उत्सव कहा जाउछि ठाकुर फिलोसफी ठाकुर दर्शन व्यक्तिगत भाव 2-3 जणिया ग्रुप मिसिक पाखक जाऊँच समस्ते सत्संग विशिष्ट लोक मैंने ठाकुर प्रतिष्ठा होउछि सुदूर भविष्य रे जे ठाकुर स्वप्न सार्थक हम ठाकुर जे स्वप्न देखी सत्यानुसरण नारी नीति नारी पथे ठाकुर बही स्कूल कॉलेज रे पढ़ा जीवो ठाकुर हे तो जन्म होइकरी सेठी छात्र होइथिबे एवं बुझी पार नथिबे शिक्षक महाशय सत्यानुसरण पढ़ाउथिबे ठाकुर बुझी पार नथिबे एई स्वप्न जे ठाकुर देखिचंती से स्वप्न दिन सार्थक हबो एवं सत्संग शासन करिबो सारा भारतवर्ष को भारतवर्ष शासन करिबो सारा पृथ्वी को धर्म राज्य धर्म प्रतिष्ठा हम सारा पृथ्वी रे यही स्वप्न निश्चित भाव सार्थक हम ए विषय आछे जत नगरादि ग्राम सर्वत्र प्रचार हे यही सतनाम एटा असंभव नुहे निश्चित भाव संभव एति कही आज मोर ये वक्तव्य को विराम टाणुची वंदे पुरुषोत्तम जय गुरु दादा जय गुरु जय गुरु दादा जय गुरु खूब सुंदर भाव आमर सामान्य नरेंद्र ठाकुर सप्रतिनिधि श्रीयुक्त नरेंद्र मोहन नायक विभिन्न दिग देखिए आम पार्श्व ठाकुर कथा तोड़ी धरले विशेष भाव में जो बर्तमान जो उत्सव चलती सबुआड़े जिला स्तरीय उत्सव आंचलिक उत्सव एवं आसंता काली भुवनेश्वर आमर जो कुआखाई नदी पटर जो बालीजात्रा पड़िया सेठे भुवनेश्वर और सुधा सर्जनी महोत्सव अनुष्ठित हम आई उत्सव कथा को नहीं कथा आरंभ करी ठाकुर जहाँ कही से कथा को नहीं श्रेय सुजन संगतर समावेश और उत्सव जे प्रचेष्टार डाकरे जनसाधारण उत्फुल्लित आनंद सहित निजक प्राणन व्यापन वर्धन नियंत्रित कर अभिसम को उत्सव कह जाए जहाँ ठाकुर कहते से कथा को लेकिन प्रथम कथा आरंभ करी ता भितर ठाकुर जे भावधारा विशेष भाव में जो विवाह संस्कार नहीं कि कोण मुनि पालित कन्या विश्वामित्र कन्या शकुंतला एवं दुष्मंत राजा दुष्मंत जो विवाह उपाख्यान से कथा आम पाखे तोड़ी धरले एवं ठाकुर जो साहित्य से कथा को लेकिन आम पाखे तोड़ी धरले आम मैंने आम सामान्य नरेंद्र सुस्थ सुदीर्घ निराम जीवन ठाकुर से चरण प्रार्थना जनवा परिवार समस्त सर्वध मंगल ठाकुर से चरण प्रार्थना जनवा एमती प्रभु कथा कहीकि मन प्रेरणा पुरुष करथांतु ए धारा ही तार अव्याहत हो ठाकुर से चरण प्रार्थना दादा जय गुरु दादा जय गुरु प्रणाम जय गुरु प्रणाम आसंता काली सत्संग प्रतिदिन भली निवेदन करछंती हमर श्रद्धा प्रसन्न बाबू सुत प्रसन्न कुमार बेहरा आईएफएस एवं सत्संग निवेदन करछंती हमर श्रद्धा स्वस्ति प्रभा मां श्रीमती स्वस्ति प्रभा सिंह ठाकुर हमर सामान्य सिंहदास सिद्धेश्वर सिंह सुकन्या आसंता काली सत्संग में योगदान करवा वर्तमान आमर सामान्य सुभाष भाई श्रीयुक्त सुभाष चंद्र सेठी समापन संगीत परिवेशन कर ध्वनि दे सत्संग समापन हो आकुला रे अनुकूला स्वामी मोर
ଅକୁଳରେ ଅନୁକୂଳ ସ୍ୱାମୀ ମୋର ତୁମ ବିନା ନାହିଁ କେ ମୋର ଆପଣାର ତୁମ ବିନା ନାହିଁ କେ ମୋର ଆପଣାର ଅକୁଳରେ ଅନୁକୂଳ ସ୍ୱାମୀ ମୋର ଅକୁଳରେ ଅନୁକୂଳ ସ୍ୱାମୀ ମୋର ନର ଦେହେ ଧରାଧାମେ ଅବତରୀ ପାପି ତାପି ଧରିଲେ ହାତ ଧରି ପାପି ତାପି ଧରିଲେ ହାତ ଧରି ତୁମେ ଯେ ସ୍ନେହ ତୁମେ ଯେ ପ୍ରେମ ପାରାବାର ତୁମେ ଯେ ସ୍ନେହ ତୁମେ ଯେ ପ୍ରେମ ପାରାବାର ଅକୁଳରେ ଅନୁକୂଳ ସ୍ୱାମୀ ମୋର ଅକୁଳରେ ଅନୁକୂଳ ସ୍ୱାମୀ ମୋର ଯଜନ ଯାଜନ ପୁଣି ଇଷ୍ଟଭୃତି ସ୍ୱଶୟନି ସଦାଚାର ପଞ୍ଚନୀତି ସ୍ୱଶୟନି ସଦାଚାର ପଞ୍ଚନୀତି ମାନି ଚାଲିଲେ କାହାକୁ ଆବ ନାହିଁ ଡର ମାନି ଚାଲିଲେ କାହାକୁ ଆମ ନାହିଁ ଡର ଅକୁଳରେ ଅନୁକୂଳ ସ୍ୱାମୀ ମୋର ଅକୁଳରେ ଅନୁକୂଳ ସ୍ୱାମୀ ମୋର ଅକୁଳରେ ଅନୁକୂଳ ସ୍ୱାମୀ ମୋର ବଞ୍ଚିବା ବଢ଼ିବା ପଥ ଦେଖାଇଲା ଆମ ପାଇଁ ସତସଙ୍ଗ ଗଢ଼ିଦେଲା ଆମ ପାଇଁ ସତସଙ୍ଗ ଗଢ଼ିଦେଲା ହେଉଛି ଏଠି ମଣିଷ ସଜଡ଼ା କାରବାର ହେଉଛି ଏଠି ମଣିଷ ସଜଡ଼ା କାରବାର ଅକୁଳରେ ଅନୁକୂଳ ସ୍ୱାମୀ ମୋର ଅକୁଳରେ ଅନୁକୂଳ ସ୍ୱାମୀ ମୋର ଅକୁଳରେ ଅନୁକୂଳ ସ୍ୱାମୀ ମୋର ଜୀବନରେ ଆସୁ ଯେତେ ଗନ୍ଧ ବାଧା ସାଥିକୁ ପଥର କରି କହିଯିବା ସାଥିକୁ ପଥର କରି କହିଯିବା ପୁରୁଷୋତ୍ତମ ହୋଇବେ ସାହସ ବିଙ୍କର ପୁରୁଷୋତ୍ତମ ହୋଇବେ ସାହସ ବିଙ୍କର ଅକୁଳରେ ଅନୁକୂଳ ସ୍ୱାମୀ ମୋର ଅକୁଳରେ ଅନୁକୂଳ ସ୍ୱାମୀ ମୋର ତୁମ ବିନା ନାହିଁ କେ ମୋର ଆପଣାର ତୁମ ବିନା ନାହିଁ କେ ମୋର ଆପଣାର ଅକୁଳରେ ଅନୁକୂଳ ସ୍ୱାମୀ ମୋର ଅକୁଳରେ ଅନୁକୂଳ ସ୍ୱାମୀ ମୋର ଅକୁଳରେ ଅନୁକୂଳ ସ୍ୱାମୀ ମୋର वंदे पुरुषोत्तम वन्दे पुरुषोत्तमम् वंदे पुरुषोत्तम वन्दे पुरुषोत्तमम् नमः श्री श्री ठाकुर जय जी की जय
प्रेम श्री श्री ठाकुर अनुरागचंद्र जी की जगत श्री श्री बड़मा की जगत श्री श्री बड़मा की जगत बड़मा की श्री बड़मा की श्री श्री बड़दा की श्री श्री बड़दा की श्री श्री आचार्य देव की पाठ श्री श्री आचार्य देव की पूज्य पाठ श्री श्री आचार्य देव की जय गुरु सुमति माँ